ଯଦି ଆପଣଙ୍କର ଲେବର କାର୍ଡ ନାହିଁ, ଆପଣ ଲେବର କାର୍ଡ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣ এই দুইটি জিনিসକୁ ନିହାତି ଧ୍ୟାନ ଦେବେ। ଦେଖନ୍ତୁ ଯଦି ଆପଣ ଅଣସଂଗଠିତ ଲେବର କାର୍ଡ ଆପଣଙ୍କୁ ମିଳିବ, ତାହେଲେ ଆପଣଙ୍କର ସେ ଲେବର କାର୍ଡ କୌଣସି କାମକୁ ଆସିବ ନାହିଁ। ମୁଁ ଏଇଟା କାହିଁକି ଆପଣମାନଙ୍କୁ କହିଛି, ଯେତେବେଳେ ଆପଣ ଲେବର କାର୍ଡ ବନାଉଛନ୍ତି, ଯଦି କାହା ମାଧ୍ୟମରେ ବନାଉଛନ୍ତି, ତାହେଲେ ଆପଣ এই ଜିନିଷଟିକୁ ନିହାତି ଧ୍ୟାନ ଦେବେ। ଯଦି ଆପଣ ନିର୍ମାଣ ଶ୍ରମିକର ଲେବର କାର୍ଡ କରୁଛନ୍ତି, ତାହେଲେ ଆପଣଙ୍କୁ ଦେଖନ୍ତୁ ଫାଇଦା କ'ଣ କ'ଣ ଆପଣମାନେ ମିଳିଯିବ ଜାଣିଥିବେ। ଆପଣ ଝିଅ ବାହାଘର କଲେ ଟଙ୍କା ମିଳିବ, ପଢ଼ିବା ପାଇଁ ଟଙ୍କା ମିଳେ, ସେଭଳି ଇନ୍ସୁରାନ୍ସ ଟଙ୍କା ମିଳେ, ସେଭଳି ବହୁତ କିଛି ତା ସହ ଫ୍ୟାସିଲିଟି ଅଛି। କିନ୍ତୁ ଯଦି ଆପଣ ଅଣସଂଗଠିତ ଶ୍ରମିକର ଆପଣ ଲେବର କାର୍ଡଟି ଆପଣଙ୍କୁ ଦେଇ ଦେଉଛନ୍ତି, କେହି ବି ଆପଣଙ୍କୁ ଆପ୍ଲାଏ କରୁଛନ୍ତି, ତ ସେ ଲେବର କାର୍ଡ ବି ସଙ୍ଗେ ସଙ୍ଗେ ହେଇଯାଉଛି, କାରଣ ସେଥିରେ ବେଶୀ ଲୋକ ଆପ୍ଲାଏ କରୁନାହାନ୍ତି। ତ ଯଦି ଆପଣଙ୍କୁ ଦେଇ ଦେଉଛନ୍ତି, ସେଥିରେ କେବଳ ଆପଣଙ୍କୁ ଇନ୍ସୁରାନ୍ସ ମିଳିବ, 2 ଲକ୍ଷ ଟଙ୍କା ଇନ୍ସୁରାନ୍ସ କେବଳ ମିଳିବ। କିନ୍ତୁ ସେଥିରେ ଆପଣ ଝିଅ ବାହାଘର କଲେ ଟଙ୍କା ମିଳିବ ନାହିଁ, କିମ୍ବା ଆପଣ ଯଦି ଛୁଆ ଆପଣଙ୍କର ପଢ଼ୁଛନ୍ତି ତାହେଲେ ମଧ୍ୟ ଟଙ୍କା ମିଳିବ ନାହିଁ, କିମ୍ବା ଅଦର ଫ୍ୟାସିଲିଟି ଆପଣ ସେଥିରେ ପାଇପାରିବେ ନାହିଁ। କିନ୍ତୁ ଆପଣ ଯେତେବେଳେ ଲେବର କାର୍ଡ କରୁଛନ୍ତି, ଯଦି ଆପଣଙ୍କର ନାହିଁ, ତାହେଲେ ଆପଣ ଦେଖିକି କରନ୍ତୁ। ଆପଣ ଯଦି କାହା ଥ୍ରୋରେ କରୁଛନ୍ତି, ନିଜେ ବି ଯଦି ନ ଜାଣିପାରୁଛନ୍ତି, ତାହେଲେ ଧ୍ୟାନ ଦିଅନ୍ତୁ ଆପଣଙ୍କୁ ସେ କେଉଁ ଲେବର କାର୍ଡ ଦେଉଛନ୍ତି। ଯଦି ଆପଣଙ୍କୁ ସେ ନିର୍ମାଣ ଶ୍ରମିକ କାର୍ଡ ଦେଉଛନ୍ତି, ତାହେଲେ ଠିକ୍ ଅଛି, ଆପଣ କୁହନ୍ତୁ ତାଙ୍କୁ କି ମୋର ନିର୍ମାଣ ଶ୍ରମିକର ଲେବର କାର୍ଡଟି ଦରକାର, ନା କି ଯଦି ସେ ଅଣସଂଗଠିତ ଶ୍ରମିକର ଆପଣଙ୍କୁ ଲେବର କାର୍ଡ ଦେଉଛନ୍ତି, ଆପଣଙ୍କୁ ସେ ଠକେଇ ଦେଲେ, ଆପଣ ଯାଇକି ଫ୍ୟୁଚରରେ ଯେତେବେଳେ କହିବେ ମୋର ଝିଅ ବାହାଘର ହେଲା, ମୁଁ ଆପ୍ଲାଏ କରିବି, ସେତେବେଳେ ଆପଣଙ୍କର ନଥିବ। ତ ସେତେବେଳେ ଆପଣ ଜାଣିବା ପାଇଁ ପାଇବେ ଯେ ଏଇଟା ହେଉଛି ନିର୍ମାଣ ଶ୍ରମିକ କାର୍ଡ ନୁହେଁ, ଏଇଟା ଅଣସଂଗଠିତ ଶ୍ରମିକ ଲେବର କାର୍ଡ। ତ ସେଥିପାଇଁ ଯଦି ଆପଣଙ୍କର ଲେବର କାର୍ଡ କରୁଛନ୍ତି, ତାହେଲେ ଆପଣ ଧ୍ୟାନ ଦିଅନ୍ତୁ ଯେମିତି ଆପଣ ନିର୍ମାଣ ଶ୍ରମିକର ଲେବର କାର୍ଡ କରିବେ। ଯଦି ଆପଣ ନିର୍ମାଣ ଶ୍ରମିକର ଲେବର କାର୍ଡ କରୁଛନ୍ତି, ତାହେଲେ ଆପଣ ଏସବୁ ଫ୍ୟାସିଲିଟି ପାଇପାରିବେ। ତ ସେଥିପାଇଁ ଏଥିପ୍ରତି ନିହାତି ସେୟାର କରିଦେବେ, ଯେମିତି ସମସ୍ତଙ୍କ ପାଖରେ ପହଞ୍ଚି ପାରିବ ଏବଂ ସମସ୍ତେ ସଚେତନ ହୋଇପାରିବେ। ଦେଖା ହେବ ନେକ୍ସଟ ଭିଡ଼ିଓରେ। ଫଲୋ କରିବା ପାଇଁ ଜମା ଭୁଲିବେନି। ଥ୍ୟାଙ୍କ ୟୁ।